ଶାସନ ଗାଦି ହାତ ମୁଠାରୁ ଗଲା ପରେ ମନେ ପଡ଼ିଲା ସରକାରୀ କର୍ମଚାରୀଙ୍କ କଥା। 25 ବର୍ଷ ଭିତରେ ଲାଗୁ କରିପାରିଲେନି, ଏବେ କୁମ୍ଭୀର କାନ୍ଦଣା। ভিডিওটিକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ସ୍କିପ୍ କରନ୍ତୁ ନାହିଁ। ଯେଉଁମାନେ ଫାଷ୍ଟ ଟାଇମ୍ ସାଇଟ୍କୁ ଭିଜିଟ୍ କରିଛନ୍ତି ସେମାନେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ରେ ଅଲ୍ କ୍ଲିକ୍ କରନ୍ତୁ। ଫଳରେ ଯେଉଁ ନୂଆ ଭିଡ଼ିଓ ଅପଲୋଡ଼ ହେବ ତାର ନୋଟିଫିକେସନ୍ ଫାଷ୍ଟ ଆପଣଙ୍କ ପାଖରେ ପହଞ୍ଚିପାରିବ। ଲାଇକ୍ କରନ୍ତୁ ଏବଂ ଅନ୍ୟ ବନ୍ଧୁମାନଙ୍କୁ ସେୟାର କରନ୍ତୁ। କର୍ମଚାରୀ ମାରଣ ନୀତି ଅବସର ପରେ କର୍ମଚାରୀଙ୍କର ସାମାଜିକ ନିରାପତ୍ତାକୁ ବିପନ୍ନ କରାଇଥିଲେ 2004ରେ ଶାସନ ଗାଦିରେ ଥିବା କେନ୍ଦ୍ର ସରକାର। ଆର୍ଥିକ ସଙ୍କଟ ଆଳରେ ସରକାରୀ କର୍ମଚାରୀଙ୍କ ଭବିଷ୍ୟତକୁ ଠେଲି ଦେଇଥିଲେ ଅନ୍ଧାରୀ ମୁଲକକୁ। ଉଚ୍ଛେଦ କରିଥିଲେ ଓପିଏସ୍। ହେଲେ ଏମ୍ଏଲ୍ଏ ଏମ୍ପି ମନ୍ତ୍ରୀମାନଙ୍କ ପାଇଁ ଆର୍ଥିକ ସଙ୍କଟ କିଛି ନାହିଁ। ସେମାନଙ୍କ ପାଇଁ ସରକାରୀ ଟ୍ରେଜେରୀ ସବୁ ସମୟରେ ଖୋଲା। ସେମାନେ ନେବେ ଓପିଏସ୍। ଯେଉଁ ଅନ୍ଧାରୀ ମୁଲକରେ ପହଞ୍ଚିଲା ପରେ କର୍ମଚାରୀ ଜଣକ କେବଳ ଗଣି ଚାଲିବ ତା'ର ଅନ୍ତିମ ସମୟକୁ। ରିଟାୟାରମେଣ୍ଟ ପରେ ପେନ୍ସନ୍ ଆକାରରେ ଯେତିକି ମିଳେ ତାହା ଓଲ୍ଡ ଏଜ୍ରେ ଆବଶ୍ୟକ ଜୀବନ ରକ୍ଷାକାରୀ ମେଡ଼ିସିନର ଖର୍ଚ୍ଚଠାରୁ ବି କମ୍। ସେଥିରେ ଅନ୍ୟାନ୍ୟ ଖର୍ଚ୍ଚ ଏପରିକି ଖାଇବା ପିନ୍ଧିବା ଖର୍ଚ୍ଚ କରିବ ବା କେମିତି? 20-30 ବର୍ଷ ସରକାରୀ ସେବା ଯୋଗାଇ ଆସିଥିବା ମଣିଷ ଜଣକ ଅବସର ପରେ ପାଏ 1700-1800 ଖୁବ୍ 2100 ଟଙ୍କା, ଯାହାକି ବର୍ତ୍ତମାନର ବାର୍ଦ୍ଧକ୍ୟ ଭତ୍ତା 3000-3500 ଠାରୁ ବି ଯଥେଷ୍ଟ କମ୍। ଗଭର୍ଣ୍ଣମେଣ୍ଟ ପେନ୍ସନ୍ ପାଉଥିବାରୁ ନା ତାକୁ ମିଳେ ରାସନ କାର୍ଡ଼, ନା ସ୍ୱାସ୍ଥ୍ୟ ବୀମା କାର୍ଡ଼, ନା ବାର୍ଦ୍ଧକ୍ୟ ଭତ୍ତା। ଏହିପରି କଟେ ତା'ର ରିଟାୟାରମେଣ୍ଟ ଲାଇଫ୍। ସେ ସମୟ ଗଭର୍ଣ୍ଣମେଣ୍ଟ ଏସବୁ ଲାଗୁ କରିବା ପରେ ପରବର୍ତ୍ତୀ ସମୟରେ ପରାଜୟ ବରଣ କଲା। ବୁଢ଼ାବୁଢ଼ୀଙ୍କ ନିଶ୍ୱାସରେ ଜଳିପୋଡ଼ି ଛାରଖାର ହୋଇଗଲା। ତାପରେ ଯେଉଁ ସରକାର ଆସିଲା ସେ ବି 2ଟା ଟର୍ମ ଫୁଲ୍ ଟାଇମ୍ ଦେଶରେ ଶାସନଭାର ଗ୍ରହଣ କଲା। ସିଏ ବି ରିଟାୟାରମେଣ୍ଟ ଏମ୍ପ୍ଲୟିମାନଙ୍କ ପାଇଁ କିଛି ବି କଲାନି। ସେ ଚାହିଁଥିଲେ ତା'ର 2ଟା ଟର୍ମ ମଧ୍ୟରେ ପୁନର୍ବାର ଓପିଏସ୍ ଫେରାଇ ଆଣିପାରିଥାନ୍ତା। କଂଗ୍ରେସ ପରେ ଯେଉଁ ସରକାର ଆସିଲା ସେ ବି ଫୁଲ୍ ଟାଇମ୍ ଶାସନ କଲା, ତଥାପି ରିଟାୟାରମେଣ୍ଟ ଏମ୍ପ୍ଲୟିମାନଙ୍କ ପାଇଁ କିଛି ବି କଲାନି। ଯେଉଁ କଂଗ୍ରେସ 2024 ଇଲେକ୍ସନ ମ୍ୟାନିଫେଷ୍ଟୋରେ ଦର୍ଶାଇଥିଲା କି ସେ ଶାସନ କ୍ଷମତାକୁ ଆସିଲେ ପୁନର୍ବାର ଓପିଏସ୍ ଲାଗୁ କରାଇବେ, ସେ ତ ଦୀର୍ଘ 10 ବର୍ଷ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାରେ ଶାସନ କଲା। ଚାହିଁଥିଲେ ଲାଗୁ କରିପାରିଥାନ୍ତା, କିନ୍ତୁ ନା ଥିଲା ତା'ର ସରକାରୀ କର୍ମଚାରୀଙ୍କ ପାଇଁ ଆନ୍ତରିକତା, ନା ତାଙ୍କର ଭବିଷ୍ୟତକୁ ସୁରକ୍ଷିତ କରାଇବାର ପ୍ରୟାସ। ଏ ତ ଗଲା କେନ୍ଦ୍ର ସରକାରଙ୍କ କଥା। ଆମ ରାଜ୍ୟରେ ସେ ସମୟରେ ଶାସନ କରୁଥିବା ସରକାର ମଧ୍ୟ ଏହାକୁ ଗ୍ରହଣ କରିନେଲେ। ସମସ୍ତ କେନ୍ଦ୍ରୀୟ ଯୋଜନାକୁ ଜନବିରୋଧୀ ଆଖ୍ୟା ଦେଉ ସରକାରଙ୍କୁ ଓପିଏସ୍ ଉଚ୍ଛେଦ ଯୋଜନା କେତକୀ ଫୁଲସୁତ୍ର ମହମ ବାସ୍ନାରେ ବିନା ଦ୍ୱିଧାରେ ଗ୍ରହଣ କରିନେଲେ। ଦୀର୍ଘ 25 ବର୍ଷ କାଳ ନିରଙ୍କୁଶ ସଂଖ୍ୟାଗରିଷ୍ଠତାରେ ଶାସନ କରିଥିବା ସରକାର ମା ପେଟରୁ ମଶାଣି ଭୂଇଁ ପର୍ଯ୍ୟନ୍ତ ଶତାଧିକ ଯୋଜନା କଲା, ହେଲେ ଏହି ଅବସରପ୍ରାପ୍ତ କର୍ମଚାରୀଙ୍କ ପ୍ରତି ଟିକେ ବି ସମ୍ବେଦନଶୀଳ ହେଲାନି। ଅନ୍ୟ ରାଜ୍ୟମାନେ ନିଜ କର୍ମଚାରୀଙ୍କ ସୁରକ୍ଷିତ ଭବିଷ୍ୟତ ପାଇଁ ଓପିଏସ୍ ଲାଗୁ କରିଥିବା ବେଳେ ଆମ ରାଜ୍ୟର 25 ବର୍ଷର ଲୋକପ୍ରିୟତା ଅର୍ଜନ କରିଥିବା ସରକାର କଲେ କ'ଣ? ଗତ ଇଲେକ୍ସନରେ ପପୁଲାରିଟି ହରାଇଥିବା ଦଳ ବର୍ତ୍ତମାନ ବିରୋଧୀ ଦଳର ଆସନରେ ବସି ବର୍ତ୍ତମାନ ସରକାରଙ୍କୁ ଓପିଏସ୍ ସମ୍ବନ୍ଧରେ ପ୍ରଶ୍ନ କରୁଛି। ପୁରୁଣା ପେନ୍ସନ୍ ନୀତି କାର୍ଯ୍ୟକାରୀ କରାଯିବ। ବାଚସ୍ପତି ମହୋଦୟ, ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୁଁ ରାଜ୍ୟ ସରକାରଙ୍କର ଦୃଷ୍ଟି ଆକର୍ଷଣ କରି ନିବେଦନ କରିବାକୁ ଚାହେଁ। ଏ ରାଜ୍ୟରେ ଯେଉଁମାନେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏପ୍ରିଲ 1, 2004 ପରଠାରୁ ଯେଉଁମାନେ ଅବସର ନେଇଛନ୍ତି ସେମାନଙ୍କୁ ନୂଆ ପେନ୍ସନ୍ ନୀତି ଲାଗୁ କରାଯାଇଛି ସେମାନଙ୍କ ପ୍ରତି, ଏବଂ ଯେଉଁଥିରେ ସେମାନେ ବହୁ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛନ୍ତି। କାରଣ ସେମାନଙ୍କର ଦାବି ଆମକୁ ପୁରୁଣା ପେନ୍ସନ୍ ନୀତି ଲାଗୁ କରାଯାଉ। ନୂଆ ପେନ୍ସନ୍ ନୀତିରେ ସମସ୍ୟାଟି କ'ଣ? ସମସ୍ୟା ହେଲା ପେନ୍ସନ୍ ଯେ ନିଶ୍ଚୟ ମିଳିବ ସେ ନିଶ୍ଚିତତା ନାହିଁ। 1, 2ରେ ଏଥିରେ ଆପଣଙ୍କୁ 10 ଭାଗ ନିଜେ କଣ୍ଟ୍ରିବ୍ୟୁଟ୍ କରିବାକୁ ପଡ଼ିବ, ଏବଂ 3ରେ ଯେତେବେଳେ ନ୍ୟାସନାଲ ଜୁଡ଼ିସିଆଲ କମିଶନ ଜୁଡ଼ିସିଆଲ ସର୍ଭିସରେ ନୂଆ ପେନ୍ସନ୍ ନୀତି ଲାଗୁ କରିବା ପାଇଁ ମନା କରିଦେଇଛି। ତେଣୁ ଯେଉଁମାନେ ବିଚାର ବିଭାଗରେ କର୍ମରତ ସେମାନେ ନୂଆ ପେନ୍ସନ୍ ପାଇବେ ନାହିଁ। ଏଟା ହେଲା ଜାତୀୟ ଜୁଡ଼ିସିଆଲ କମିଶନର ନିର୍ଦ୍ଦେଶ। ତାପରେ ସିଏଜି ମଧ୍ୟ ତାଙ୍କର ଯେଉଁ ରିପୋର୍ଟରେ ଏଥିରେ ଅନେକ ଅସଙ୍ଗତି ଅଛି,
ସେ ବିଷୟରେ ମୋତେ ଦର୍ଶେଇଛନ୍ତି। ଏବଂ ଆଉ ଗୋଟିଏ ବଡ଼ ଅସୁବିଧା ହେଲା ଏଥିରେ ଯେ ସମସ୍ତ 100% କର୍ମଚାରୀ ଅବସରପ୍ରାପ୍ତ ପାଇବେ ପେନସନ ବ୍ୟବସ୍ଥା ନାହିଁ। ତେଣୁ ସେମାନେ ଚାହାନ୍ତି ପୁରୁଣା ପେନସନ। ପୁରୁଣା ପେନସନରେ ପ୍ରଥମ ଲାଭ ହେଲା ଯେ ତାଙ୍କର ଶେଷ ମାସ ଦରମା ଅବସର ସମୟରେ ଯେଉଁ ମାସ ଶେଷ ସମୟ ଦରମାର ଅଧା ପାଇବେ ଆଶ୍ୱସ୍ତି। ଦ୍ୱିତୀୟ କଥା ହେଲା ଯେ ସେଥିରେ ନିଜର କିଛି କଣ୍ଟ୍ରିବ୍ୟୁସନ୍ ରହିବ ନାହିଁ। ତୃତୀୟରେ ସେଥିରେ ଯେତେବେଳେ ମୁଦ୍ରାସ୍ଫୀତି ହେବ ସେଥିପାଇଁ ତାଙ୍କୁ ସହାୟତା ମିଳିବ। ଡିଓନେସ୍ ମହଙ୍ଗା ଭତ୍ତାର ପ୍ରାବଧାନ ଅଛି ଏବଂ ସେଥିରେ ପରିବାର ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି ଫ୍ୟାମିଲି ପେନସନ ଯୋଜନାରେ ଏବଂ ଯାହାଫଳରେ ସାମାଜିକ ନିରାପତ୍ତା ରହିବ। ଏବଂ ଏ ଗୃହର ଦୃଷ୍ଟି ଆକର୍ଷଣ କରି କହିବା ପାଇଁ ଚାହେଁ ଯେ 5ଟି ରାଜ୍ୟ ଛତିଶଗଡ଼, ରାଜସ୍ଥାନ, ହିମାଚଳ, ଝାଡ଼ଖଣ୍ଡ, ପଞ୍ଜାବ ଏବଂ 6ଠ ରାଜ୍ୟ କର୍ଣ୍ଣାଟକ ମଧ୍ୟ ପୁରୁଣା ପେନସନ ଦେବାକୁ ନିଷ୍ପତ୍ତି ଘୋଷଣା କରିଛି। ସୁତରାଂ ନୂଆ ସରକାର ନୂଆ ନୀତି ଅନେକ ନେବା ପାଇଁ ଘୋଷଣା କରୁଛନ୍ତି। ଇଏ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ପାଇଁ ଏହି ନିଷ୍ପତ୍ତି ଘୋଷଣା କରିବାର ବିଚାର କରିବାକୁ ଆପଣଙ୍କ ଜରିଆରେ ମୁଁ ସରକାରଙ୍କୁ ଏବଂ ବିଶେଷ କରି ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ତରଫରୁ ନିବେଦନ କରିବାକୁ ଚାହେଁ। ଏହା କେବଳ ରିଟାୟାରମେଣ୍ଟ ଏମ୍ପ୍ଲୟିମାନଙ୍କ ପାଇଁ ଉପହାସ ନୁହେଁ ତ ଆଉ କ'ଣ? ତୁମେ ଦୀର୍ଘ 25 ବର୍ଷ ଶାସନ କଲ, ସେତେବେଳେ ଏଇ ରିଟାୟାରମେଣ୍ଟ ଏମ୍ପ୍ଲୟିମାନେ ମନେ ପଡ଼ିଲେନି? ଏବେ ଲୋକମାନଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ ହେଲା ପରେ କୁମ୍ଭୀର କାନ୍ଦଣା କାନ୍ଦି ସେମାନଙ୍କ ପାଇଁ ଲୁହ ଗଡ଼ାଉଛ? ଏବେ ମନେ ପକାଇ ସେମାନଙ୍କ କଟା ଘାରେ ଲୁଣ ଚିଟା ମାରୁଛ? ସେମାନେ ତ ତାଙ୍କ ଭାଗ୍ୟ ନେଇ କଷ୍ଟମଷ୍ଟେ ଜୀବନ ବିତାଉଛନ୍ତି। ତୁମେ କ'ଣ ପାଇଁ ତାଙ୍କୁ ଏପରି ଉପହାସ କରୁଛ? ତାଙ୍କୁ କ'ଣ ତୁମେ ଦୟାର ପାତ୍ର ଭାବୁଛ କି? ଏହିପରି ଅପ୍ ଟୁ ଡେଟ୍ ଭିଡ଼ିଓ ପାଇବା ପାଇଁ ଚ୍ୟାନେଲ୍ ସହିତ ଯୋଡ଼ି ହୋଇ ରୁହନ୍ତୁ। ଯେଉଁମାନେ ଫାର୍ଷ୍ଟ ଟାଇମ୍ ସାଇଟ୍କୁ ଭିଜିଟ୍ କରିଛନ୍ତି ସେମାନେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ରେ ଅଲ୍ କ୍ଲିକ୍ କରନ୍ତୁ। ଯାହାଫଳରେ ଯେଉଁ ନୂଆ ଭିଡ଼ିଓ ଅପଲୋଡ଼ ହେବ ତାର ନୋଟିଫିକେସନ୍ ଫାଷ୍ଟ ଆପଣଙ୍କ ପାଖରେ ପହଞ୍ଚି ପାରିବ। ଲାଇକ୍ କରନ୍ତୁ ଏବଂ ଅନ୍ୟ ବନ୍ଧୁମାନଙ୍କୁ ସେୟାର କରନ୍ତୁ।